ଆପଣମାନଙ୍କର ଯଦି ଏହି 5ଟି ରାଶି ମଧ୍ୟରୁ ଯଦି କୌଣସି ଏକ ରାଶି ଅଛି ତାହେଲେ ଜାଣି ନିଅନ୍ତୁ ଦର୍ଶକ ବନ୍ଧୁ ଆସନ୍ତାକାଲିର ରାଶିଫଳ। ଏଠୁ ମିଥୁନ ରାଶି ବ୍ୟକ୍ତି ବିଶେଷ ଆବଶ୍ୟକ ବାଦ ବିବାଦ ଓ କ୍ରୋଧରୁ ଦୂରେଇ ରୁହନ୍ତୁ, ଅର୍ଥାତ୍ କାରବାରରେ ଭଲ ଭାବେ ବିଚାର କରି ନିଷ୍ପତ୍ତି ନିଅନ୍ତୁ। ତ ଦର୍ଶକ ବନ୍ଧୁ ଆସନ୍ତାକାଲିର ଏହି 5ଟି ରାଶି ଯଦି ଆପଣଙ୍କର ଭାଗ୍ୟ ବଦଳାଇବା ପାଇଁ ଲାଗିଛି, ତେଣୁ ଆପଣମାନେ ଏହି 5 ମିନିଟର ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆପଣ ଜାଣିପାରିବେ ଆପଣଙ୍କର ଭବିଷ୍ୟତ। ତ ପ୍ରଥମେ ମେଷ ରାଶି, କାର୍ଯ୍ୟକ୍ଷେତ୍ର ପରିଶ୍ରମର ଭଲ ଫଳ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଧନ ପ୍ରାପ୍ତିର ନୂଆ ସୁଯୋଗ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ଧୈର୍ଯ୍ୟ ରଖି କାର୍ଯ୍ୟ କରନ୍ତୁ। ବୃଷ ଭାଗ୍ୟରେ ସହଯୋଗ ମିଳିବ। ବ୍ୟବସାୟ ଓ ଚାକିରିରେ ଉନ୍ନତି ଯୋଗ ରହିଛି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଦୂରଯାତ୍ରା ସଫଳ ହୋଇପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ମିଥୁନ ରାଶି, ଅଷ୍ଟମ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ। ଅନାବଶ୍ୟକ ବାଦ ବିବାଦ ଓ କ୍ରୋଧରୁ ଦୂରେଇ ରୁହନ୍ତୁ। ଆର୍ଥିକ କାରବାରରେ ଭଲ ଭାବେ ବିଚାର କରି ନିଷ୍ପତ୍ତି ନିଅନ୍ତୁ। ମୁଖ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଯାତ୍ରାରେ ସାବଧାନ ରୁହନ୍ତୁ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ନିୟନ୍ତ୍ରଣରେ ରହିବ। କର୍କଟ କ୍ଷେତ୍ରରେ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନର ମଧୁରତା ବଢ଼ିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ପରିବାରରେ ଶୁଭ ଖବର ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ଏବେ ଆସିବା ଦର୍ଶକ ବନ୍ଧୁ ସିଂହ ରାଶି। ଯଦି ସିଂହ ରାଶି ଆପଣଙ୍କ ମଧ୍ୟରୁ କାହାର, ତେବେ ଏହି ଭିଡ଼ିଓଟି ଲାଇକ୍ କରନ୍ତୁ। ଘାତଚନ୍ଦ୍ରର ପ୍ରଭାବରୁ ମାନସିକ ଅଶାନ୍ତି ଓ ଅନାବଶ୍ୟକ ଚିନ୍ତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ କାହା ସହିତ ମନଭେଦ ହୋଇପାରେ। ବଡ଼ ଆର୍ଥିକ ନିଷ୍ପତ୍ତି କିମ୍ବା ନୂଆ ନିବେଶରୁ ସ୍ଥଗିତ ରୁହନ୍ତୁ। ଯାନବାହନ ଚଳାଚଳରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ପରିବାରର ସହଯୋଗ ମନୋବଳ ବଢ଼ାଇବ। କନ୍ୟା ପରିଶ୍ରମର ଫଳ ନିଶ୍ଚିତ ମିଳିବ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆର୍ଥିକ ସ୍ଥିତି ସଂଯୋଜନକ ରହିବ। ପରିବାରର ଖୁସିର ପରିବେଶ ସହିତ ଛାତ୍ରଛାତ୍ରୀମାନେ ଭଲ ପାଇବେ। ସ୍ୱାସ୍ଥ୍ୟ ସାଧାରଣତଃ ରହିବ। ତୁଳା ଚତୁର୍ଥୀ ଚନ୍ଦ୍ରର ପ୍ରଭାବରୁ ମନର ଅସ୍ଥିରତା ଦେଖାଇପାରେ। ଘରୋଇ ବିଷୟରେ ଆର୍ଥିକ ଧୈର୍ଯ୍ୟ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ତରବର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ କିଛି ସୁଧାର ଆସିବା। ଇଚ୍ଛା ଓ ସାହସ ଆତ୍ମବିଶ୍ୱାସ ବଢ଼ିବ। ଛୋଟ ଯାତ୍ରା ଲାଭଦାୟକ ହୋଇପାରେ। ଭଉଣୀମାନଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ଧନ ଲାଭର ସମ୍ଭାବନା ରହିଛି। ନୂଆ କାମରେ ସଫଳତା ମିଳିବ। ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଆନନ୍ଦର ପରିବେଶ ରହିବ। କଥାବାର୍ତ୍ତାରେ ସକ୍ଷମ ରଖନ୍ତୁ। ବ୍ୟବସାୟରେ ଲାଭ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ସଞ୍ଚୟ ଉପରେ ଧ୍ୟାନ ରଖନ୍ତୁ। ମକର ଚନ୍ଦ୍ର ରାଶିର ଥିବା ଆତ୍ମବିଶ୍ୱାସ ବଢ଼ିବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ। ପରିବାରରେ ସାମାନ୍ୟ ବଢ଼ିବ। ବ୍ୟବସାୟରେ ଭଲ ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ଅଧିକ ପରିଶ୍ରମ ଭଲ ଫଳ ମିଳିବ। କୁମ୍ଭ ଦ୍ୱାଦଶ ଚନ୍ଦ୍ରର ପ୍ରଭାବରୁ ଆବଶ୍ୟକ ଖର୍ଚ୍ଚ ବଢ଼ିପାରେ। ମାନସିକ ଚିନ୍ତା କିମ୍ବା ନିଦ୍ରାହୀନ ଅନୁଭବ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଗୁପ୍ତ ବିରୋଧୀଙ୍କଠାରୁ ସତର୍କ ରୁହନ୍ତୁ। ଦୂରଯାତ୍ରା ସାବଧାନ ଅବଲମ୍ବନ କରନ୍ତୁ। ଆବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଧ୍ୟାନ ଓ ପ୍ରାର୍ଥନା ମନକୁ ଶାନ୍ତ ରଖନ୍ତୁ। ମୀନ ଆୟ ବୃଦ୍ଧି ସୁଯୋଗ ମିଳିବ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଭଲ ଲାଭର ଯୋଗ ରହିବ। ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନଙ୍କ ତରଫରୁ ଶୁଭ ଖବର ମିଳିପାରେ। ଭବିଷ୍ୟତ ପାଇଁ ଆମର ଏହି ଦିନଟି ଭଲରେ କଟିବ। ତେଣୁ ଦର୍ଶକ ବନ୍ଧୁ ଆପଣମାନଙ୍କର ଯଦି ଭାଗ୍ୟ ବଦଳିବେ ଏବଂ ସବୁଦିନ ଉଠିବେ ଏବଂ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବେ। ଏହି 5ଟି ରାଶିଙ୍କ ମଧ୍ୟରୁ
ନିଶ୍ଚିତ ଭାବରେ ଆପଣଙ୍କର ଶୁଭୋଦୟ ହେବ। ତେଣୁ ଆପଣ ଶୋଇବା ଆଗରୁ 3 ଥର ଜପ କରିବେ ଓଁ ନମଃ ଶିବାୟ ଓଁ ନମଃ ଶିବାୟ। ସୋମବାର ଦିନ ଏବଂ ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବେ। ତେଣୁ ଆପଣଙ୍କର ଏହି 5ଟି ରାଶି ଶୁଭଦାୟକ ହେଉ। ଏବଂ ଏହିପରି ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆପଣଙ୍କର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗସାଥିକୁ ସେୟାର କରନ୍ତୁ।